ବନ୍ଦର ନଗରୀ ପାରାଦୀପରେ ଦେଖିବାକୁ ମିଳିଛି ପୁଣି ଦୁଇ ସନ୍ଦିଗ୍ଧ ପାରା। ଏମାନଙ୍କ ଗୋଡ଼ରେ କିଛି ବୈଦ୍ୟୁତିକ ଯନ୍ତ୍ର ଲଗାଯାଇଥିବା ଜଣାପଡ଼ିଛି। ପ୍ରଥମେ ଏହି ଦୁଇଟି ପାରା ଆସି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ପିଆଇସିଟିରେ ଥିବା ଏକ ଜାହାଜ ଉପରେ ବସିଥିଲେ। ପିଆଇସିଟିରେ କାର୍ଯ୍ୟରତ ଶ୍ରମିକମାନେ ପ୍ରଥମେ ଦେଖିବା ପରେ କମ୍ପାନୀକୁ ଅବଗତ କରାଇଥିଲେ। ପରେ ପୋଲିସ ସେଠାରେ ପହଞ୍ଚି ବନ ବିଭାଗକୁ ଖବର ଦେବା ପରେ କୁଜଙ୍ଗ ବନଖଣ୍ଡ ଅଧିକାରୀ କର୍ମଚାରୀମାନେ ଆସି ଦୁଇଟି ପାରାକୁ ଉଦ୍ଧାର କରି ନିଜ ହେଫାଜତକୁ ନେଇଥିଲେ। ସେମାନଙ୍କର ଡାକ୍ତରୀ ପରୀକ୍ଷା ସ୍ଥାନୀୟ ପଶୁ ଡାକ୍ତରଖାନା ଦ୍ୱାରା କରାଯାଇଥିବା ବେଳେ ପାରା ଦ୍ୱୟ ସୁସ୍ଥ ଥିବା ଜଣାପଡ଼ିଛି। ସେମାନଙ୍କ ଗୋଡ଼ରେ କ'ଣ ଲଗାଯାଇଛି ଓ କିଏ ଲଗାଇଛି ତାହା ପରୀକ୍ଷା ପରେ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି। କିଛିଦିନ ତଳେ ଏଭଳି ଏକ ସନ୍ଦେହୀ ପାରାକୁ ସମୁଦ୍ର ମଧ୍ୟରୁ କିଛି ମତ୍ସ୍ୟଜୀବୀ ଟ୍ରଲର ଉପରେ ବସିଥିବା ଦେଖି ପାରାକୁ ଆଣି ସ୍ଥାନୀୟ ମେରାଇନ୍ ଥାନାରେ ଦେଇଥିଲେ। ଅନେକ ସମୟରେ କିଛି ପାରା ରେସର ପାରା ମାନଙ୍କ ଗୋଡ଼ରେ ଏଭଳି ଟ୍ରାକର କିମ୍ବା କ୍ୟାମେରା ଫିଟିଂ କରି ଉଡ଼ାଇ ଦେଉଥିବା ବେଳେ ସେମାନେ ଅନେକ ସମୟରେ ଦିଗହରା ହୋଇ ବିଭିନ୍ନ ଅଞ୍ଚଳରେ ବସିଥାନ୍ତି। ବନ୍ଦର ନିଷିଦ୍ଧାଞ୍ଚଳର ଏକ ସମ୍ବେଦନଶୀଳ ଜାଗା ହୋଇଥିବାରୁ ସନ୍ଦିଗ୍ଧ ପାରା ଦୁଇଟି ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ପାଳିତ ପାରା ବୋଲି କିଛି ଲୋକ କହୁଥିବା ବେଳେ ଆଉ କିଛି ପାରାକୁ ନେଇ ସନ୍ଦେହ କରିଛନ୍ତି। ତେବେ ସଠିକ୍ ତଦନ୍ତ ପରେ ପାରା ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିବ।